ଦୈତାରୀ ପଣ୍ଡା ବି ମାଡ଼ ଖାଇଥିଲେ ରଘୁନାଥ ପଣ୍ଡାଙ୍କ ଠାରୁ। ଗୁରୁ ରଘୁନାଥ ପଣ୍ଡାଙ୍କ ଠାରୁ ଦୈତାରେ ମାଡ଼ ଖାଇଥିଲେ ବୋଲି ସେ ଆଜି ଓଡ଼ିଶାର ଟପ୍ ଲେବୁଲ। ନମସ୍କାର, ଜୟ ଜଗନ୍ନାଥ। ମୋର ଆଣେ ମତେ ଭଲ ପା ମୁଁ କହିବାକୁ ଚାହୁଁନି। ମୋ ପରିଚୟ କିଛି ବି ଓଡ଼ିଶାବାସୀ ଜାଣିଛନ୍ତି, ଆଉ କିଛି ଜାଣି ନାହାନ୍ତି। ଜାଣିଛନ୍ତି ଜାଣି ନାହାନ୍ତି, ସମସ୍ତଙ୍କୁ ମୋର କୋଟି କୋଟି ନମସ୍କାର। ମତେ କଣ ପଚାରିବେ କୁହନ୍ତୁ। ମୁଁ ସେଦିନ ନଥିଲି। ତାର କାରଣଟା ହଉଛି ଅଫିସିଆଲି ମ୍ୟାଟର। ମତେ ଯେ ଆମର ମୁଖ୍ୟ ପରିଚାଳକ ମୁନା ବାବୁ ସେ କହିଲେ ଆର୍ଟିଷ୍ଟଙ୍କର କିଛି ଇଏ ନାହିଁ, ଗୋଟେ ପର୍ସନାଲ ମିଟିଂ କରିବି। ମୁଁ କାହିଁକି ରହିବି, ମୁଁ ପଳେଇଲି। ତାପରେ ସେଦିନ କଣ ତାଙ୍କର ପାଟୁନ ହେଇଛି ମୁଁ ଜାଣିନି। ମୁଁ ଯାହା ମିଡିଆ ଭାଇ ମାଧ୍ୟମରେ ଯାହା ଦେଖିଲି, ସେ ପିଲାଟାକୁ ଧକ୍କା ମାରିଛନ୍ତି। ଧକ୍କା ନେ ପେଲି ଦେଇଛନ୍ତି, ଧକ୍କା ନୁହଁ। ସେମିତି ଗୋଟେ ତୁ ଗୋଟେ ଛୋଟ ପିଲା ହେଇକି ଏମିତି କହନ୍ତି ଗୋଟେ ବଡ ଭାଇ, ସେମିତି କହିଛନ୍ତି। ସେଇଟାକୁ ଏତେଟା ଇସ୍ୟୁ କରିବା ଠିକ ନୁହଁ। ପ୍ରଥମେ ଭୁଲ ଯିଏ ଏ କଥାଟାକୁ ରେକର୍ଡିଂ କରିକି ମିଡିଆରେ ଛାଡିଛି, ସେଟା ପ୍ରଥମ ଭୁଲ। କାହିଁକି ନା ଆମେ ବି ସମସ୍ତ ପରିବାର ଅଛି, ଆମର ବି ସ୍ତ୍ରୀ ଛୁଆ ପିଲା ବାପା ମା ସମସ୍ତେ ବି ଆମ ମାନଙ୍କର ଅଛି, ଆମ ପରିବାରରେ ବି ଝଗଡା ହଉଛି। ତେଣୁ ଆମେ କଣ ମିଡିଆ ଭାଇକି ଡାକିକି ରେକର୍ଡିଂ କରିକି ତାକୁ ମିଡିଆରେ ଛାଡୁଛନ୍ତି? ଇଏ ଚିନ୍ତାଧାରା ଯାହାର ନାହିଁ, ଯୋଉଠୁ ପଇସା ନେଇକି ନିଜ ପେଟ ପୋଷୁଛି, ନିଜ ଘର ଦ୍ୱାର କରୁଛି, ଏ ଚିନ୍ତାଧାରା ଯାହାର ନାହିଁ, ସେ କଳାକାରର କେତେ ଦୂର ପଦବାଚ୍ୟ ମୋ ମୂର୍ଖ ହିସାବରେ ମୁଁ କହୁଛି ସିଏ ନୁହେଁ। ମୁଁ ବେଶୀ ପାଠ ପଢିନି, ମୁଁ ମ୍ୟାଟ୍ରିକ ପଢିଛି 10ମ ଶ୍ରେଣୀ। ଏଇ କଳା ଟାଣିଲା ବୋଲି ମୁଁ ଆସିଲି, ମୁଁ ପରୀକ୍ଷା ଦେଲିନି ଫାଇନାଲ ଇୟର। ମୁଁ ଗୋଟେ ଏମିତି ପିଲା, ମୁଁ ଗୋଟେ ସ୍ୱତନ୍ତ୍ର ପିଲା। ଦୀର୍ଘ 28 ବର୍ଷ ହେଇଗଲାଣି ମୋର ଯାତ୍ରା ଜଗତ। ମୁଁ ପ୍ରଥମେ ସାହାଣୀ ମାଷ୍ଟଙ୍କ ଛାତ୍ର, ତାପରେ ଆଡଭୋକେଟ ସୁରେନ୍ଦ୍ର ମହାନ୍ତି, କାଶ୍ୟପ ଅକ୍ଷୟ ମହାନ୍ତି, ଆପଣ ତ ସମସ୍ତେ ଜାଣିଥିବେ ମିଡିଆ ଭାଇ ମାନେ, ଏମାନେ କେଡେ କେଡେ ବଡ ଦୁଃଖୀରାମ ସ୍ୱାଇଁ, ଜନାର୍ଦ୍ଦନ ମିଶ୍ର। ଆମ ଗୁରୁ ଯାହା ଶିଖେଇଛନ୍ତି ଆମେ ସେଇ ଅନୁସାରେ ଚାଲୁଛୁ। ଠିକ ଅଛି, ମୁଁ ମାଡ଼ ଖାଇଛି ଧଉଳି ଗଣନାଟ୍ୟରେ ଆଜିକି ଦୀର୍ଘ 23 ବର୍ଷ ତଳେ। କାହିଁକି ମାଡ଼ ଖାଇଥିଲି? ମୁଁ ଗୋଟେ ଶିକ୍ଷା ପାଇଥିଲି। ସେ ମାଡ଼ରୁ ମୁଁ ଗୋଟେ ଶିକ୍ଷା ପାଇଲି। କଣ ନା ମୁଁ ଡ୍ୟୁଟି ଥରେ ଫେଲ କରିଥିଲି। ସୂର୍ଯ୍ୟ ମହାନ୍ତି କହନ୍ତି, ଆପଣ ମାନେ ମିଡିଆ ଭାଇ ଫିଲ୍ମ ସବୁ ଜାଣୁଛନ୍ତି। ସୂର୍ଯ୍ୟ ମହାନ୍ତି ଗୋଟେ ଆର୍ଟିଷ୍ଟ ଜାଣିଥିବେ ଫିଲ୍ମ ଇଣ୍ଡଷ୍ଟ୍ରିରେ, ସେ କାହା ପାଖରେ ନତମସ୍ତକ ହେଇନାହାନ୍ତି। ତାଙ୍କର ଟାଇମ 11ଟା 45 11ଟା 46 ହବନି। ସିଏ କହନ୍ତି ଯେ ଯାହାର ସମୟ ଜ୍ଞାନ ନାହିଁ, ସିଏ ପର ପାଖରେ ଚାକିରି କରିବା ଉଚିତ ନୁହଁ। କାହିଁକି ନା ଆଲୋ ସଖୀ ଆପଣା ମହତ ଆପେ ରଖି, ନିଜେ ଆଗ ନିଜ ପ୍ରେଷ୍ଟିଜଟାକୁ ଜଗ। ମୋ ଠାରୁ ବାତରା ବୋଧେ ଯାତ୍ରା ଜଗତର କେହି ନଥିଲେ। ମୋ ଠାରୁ ବାତରା ଯାତ୍ରା ଜଗତର କେହି ନଥିଲେ। ମୁଁ କାହାକୁ ଡରେନି। କାହିଁକି ଡରେନି? ଏଇଥିପାଇଁ, ଯେତେବେଳେ କୋରୋନା ହେଲା ସେତେବେଳେ ମତେ ବହୁତ ଆର୍ଟିଷ୍ଟ ଭାଇ ଡାକିଛନ୍ତି ଭୁବନେଶ୍ୱର ଚାଲ। ସେ ଭଲ ଭଲ ଆମଠୁ ଯୋଉମାନେ 30 ଲକ୍ଷ 35 ଲକ୍ଷ ଦରମା ପାଉଛନ୍ତି, ସେଇମାନେ ଡାକିଛନ୍ତି ଚାଲ ଆମେ ଯିବା ଭୁବନେଶ୍ୱରରେ, ମୁଖ୍ୟମନ୍ତ୍ରୀଙ୍କ ଆଗରେ ବସିବା, ଆମେ ଚଳିବୁ କେମିତି। ମୁଁ କହିଲି ମୁଁ ଯିବି। କାହିଁକି ନା ଭଗବାନ ମତେ ହାତ ଗୋଡ ଦେଇଛନ୍ତି, ମୁଁ ନିଜେ ଖଟିକି ଖାଇବି। କଳା ଲାଇନରେ ମୁଁ ଆଜି ରାଜା ସାହେବ ପାଠ କରୁଛି, କାଲି ବି ଚାକର ପାଠ କରିବି। ମୁଁ ସବୁ ଗୁହାଳ ଘରେ ରହିବି, ଏସି ଭିତରେ ବି ରହିପାରିବି। ତେଣୁ ଭଗବାନଙ୍କର ସେଟା ଆଶୀର୍ବାଦ। ତେଣୁ ମୁଁ ଗୋଟେ ଭିନ୍ନ ଟାଇପ ମଣିଷ। ମୁଁ ଆପଣ ମାନଙ୍କୁ କହୁଛି, ଆପଣ ମାନେ ମିଡିଆ ଭାଇ ମାନେ କୁହନ୍ତୁ, ଇଏ ଘରର ପରିବାରକୁ ନେଇକି ଆମେ ଲୋକଲୋଚନରେ ପରିବା, ଏଇଟା କେତେ ଦୂର ଠିକ? ଆପଣ ମାନଙ୍କୁ କହୁଛି, ଆଜିକି 28 ବର୍ଷ ହେଇଗଲା ଯାତ୍ରା ଜଗତ ମୋର। ମୁଁ ଆପଣ ମାନେ ଖରାପ ଭାବିବେନି, ମୁଁ ହାତ ଯୋଡୁଛି, ମୁଁ ସତ କଥାଟା ହିଁ କହୁଛି ମିଡିଆ ସାମ୍ନାରେ, ଖରାପ ଭାବିବେନି। ମୁଁ କେବେ ମିଡିଆ ସାମ୍ନାକୁ ଆସେନି। କାହିଁକି? ହଁ, ଆଉ ଗୋଟେ କଥା ଭୁଲିଗଲି, ଦୈତାରୀ ପଣ୍ଡା ବି ମାଡ଼ ଖାଇଥିଲେ ରଘୁନାଥ ପଣ୍ଡାଙ୍କ ଠାରୁ। ଗୁରୁ ରଘୁନାଥ ପଣ୍ଡାଙ୍କ ଠାରୁ ଦୈତାରେ ମାଡ଼ ଖାଇଥିଲେ ବୋଲି ସେ ଆଜି ଓଡ଼ିଶାର ଟପ୍ ଲେବୁଲ। ପୂର୍ବ ପୁରୁଷର କହିଛନ୍ତି ଛାଟ ନାହିଁ ମାନେ ପାଠ ନାହିଁ।